ଶ୍ରେଣୀଗୃହର ଶିଳାନ୍ୟାସ। ଆଜି ଜଗତପୁର ସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଏଟିଏମ୍ କେନ୍ଦ୍ର ଉଦ୍ଘାଟନ ସହ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ 90 ଲକ୍ଷ ବ୍ୟୟରେ ନିର୍ମିତ 6ଟି ଶ୍ରେଣୀଗୃହ ଓ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ଓ କଲେଜ ସହଯୋଗରେ ଏକ ନୂତନ ଏଟିଏମ୍ କାଉଣ୍ଟରକୁ ଉଦ୍ଘାଟନ କରିଥିଲେ। ଏଥିସହିତ ପ୍ରାୟ 50 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରେଣୀଗୃହର ଶୁଭ ଶିଳାନ୍ୟାସ କରାଯାଇଥିଲା। ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୌଭିକ ବିଶ୍ୱାଳ ଓ ସମ୍ମାନୀୟ ଅତିଥି ଭାବରେ ଡେପୁଟି ମେୟର ଦମୟନ୍ତୀ ମାଝୀ ଯୋଗ ଦେଇଥିଲେ। କଟକରୁ ବିଶ୍ୱଜିତ ଦଳାଇଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।